से रेस्टोरेंट भितर अच्छु ना लड़ भितर बगी करूल हो देख मुझे बोले मत बोल ए जुग का सही आज्ञा ए जुगटा का सेटा ठीक अच्छे जीवा देखिए किए देखिए नौ गोर कर जीवन गले जीव आज्ञा बुझे बाध्य ना चाकरीटा पलैब जाकि टे बुलिकी देखिए किए ए मा ए झियो तमें आईच कि गो मा मु आउ किए बोली भाभी ना झियो हेले मा तमें जिंदी हेइच तमें जिंदी देखा जाउच तम मुह किलो मुहरु क्यों खाइयो है ए मा मोर कोन खाइया जिंस थौती मुहरु क्यों खाइयो पिल्ला को देखो काई तो पिल्ला काई लो तो पिल्ला बोले आमको देखो पिल्ला धरि गिरी आइछ बोली मु भाबिछ ए मा ए आहा सत्य करी कहबो कोन गो सत्य तुमे कहारो रे ना सत्य करी कहबा गो कुह कहानारी अच्छा ये कुह गो कहानारी कुह कहानारी लाज करना सत्य करी कुहमा तू तो कहार ना सत्य करी कुहमा संग होई तीन नारी अच्छा आसी अछरे चातुरी संग होई तीन नारी आसी अछरे चातुरी मनर सन्देह खोलिकी कुह मो मनर द्वंद्व को माग तुम्हें खोलिकी कुह सत्य तुम्हें कहार गो के जानी ये तुम्हें कहार गो नव नवीना सत्य करी कुहमा तू तो कहार ना सत्य करी कुहमा केउ कूले हेलो जात किए तुम दात मात केउ कूले हेलो जात
ତୁମର ଦେଶର ନାଁ ସତ କରି କୁହ ଗୋମା ସତେ ତ କାହାର ରେ ନା ସତ କରି କୁହ ଗୋମା ନାମଗ୍ରାମ ନ କହିଲେ ନାହିଁ ଆଚ୍ଛା ତମ ଜାତିଟା ଟିକେ ମତେ କଣ କୁହ ମାଇ ପିଲା ମାଇ ପିଲା ହଉଛ ମାଇ ପିଲା ହଳ ଲକ୍ଷଣ କଣ ତମ ପାଖରେ ଅଛି କି ଲଣ୍ଠଣ ବା ଲକ୍ଷଣ ନାଇଁର ଲକ୍ଷଣ ତମେ ମାଇ ପିଲା ବୋଲି ମୁଁ କିନ୍ ଜାଣିଲ ତମେ କଣ ଜାଣିବାକୁ ଚାହୁଁଛ ନାଇଁ ତମେ ମାଇ ପିଲା ବୋଲି ମୁଁ କିନ୍ ଜାଣି ଆଚ୍ଛା ଯଦି ତୁମେ ମାଇ ପିଲା ତମ ଜାତିଟା କଣ ମତେ କୁହ ମାଇ ପିଲା ଜାତି ଏ ମାଇ ପିଲା ମାନଙ୍କର କେତେ ପ୍ରକାର ଜାତି ଅଛି ତୁମେ ଜାଣିଛ କେତେ ପ୍ରକାର 4 ପ୍ରକାର ଜାତି ଅଛି ଏଟା ଜାଣିଛୁ କାଇଁ କଣ କଣ କହିଲ କହିବି ଝିଅ ପିଲା ମାଇ ପିଲା ମାଇକିନା ଆଉ ବୁଢୀ ଓ ଝିଅ ପିଲା ମାଇକିନା ବୁଢୀ ଆଉ ବୁଢୀ ନାଇଲ ଝିଅ ସେସବୁ ନୁହଁ ମା ଆଉ ସୃଷ୍ଟି ଯେତେବେଳେ ତିଆରି କଲେ ବେଦପତି ବ୍ରହ୍ମାଙ୍କୁ ଆଦେଶ ମିଳିଲା ପରମ ବ୍ରହ୍ମଙ୍କ ଆଦେଶରେ ସୃଷ୍ଟି ଯେତେବେଳେ ତିଆରି ହେଲା ମା 4 ପ୍ରକାର ନାରୀ 4 ପ୍ରକାର ପୁରୁଷକୁ ନେଇ ସୃଷ୍ଟି ଗଠିତ ହେଲା ଆଚ୍ଛା ଏ 4 ପ୍ରକାର ନାରୀ କଣ 4 ପ୍ରକାର ପୁରୁଷ କଣ ବ୍ୟାସଙ୍କ ଲେଖା ବ୍ରହ୍ମ ବୈବର୍ତ ପୁରାଣରେ ଲେଖା ଅଛି ମା ପୁରାଣ ହେଲା ବ୍ରହ୍ମ ବୈବର୍ତ ବ୍ୟାସଙ୍କ ଲେଖା ଝିଅ ବ୍ୟାସ କେତେ ଗୋଟି ପୁରାଣ ରଚନା କଲେ ଜାଣିଛ 18 ପୁରାଣ 18 ବୋଇଲେ ମା 18 ଗୋଟି ପୁରାଣ କଣ କଣ ସେ 18 ବା 18 ଗୋଟି ପୁରାଣ ପୁରାଣ ବର୍ଣ୍ଣିତ ଗଣ ତମେ ଗଣ ମୁଁ ଗଣୁଛି କହୁଛି ତମେ ଗଣ ବ୍ରହ୍ମ ପୁରାଣ ପଦ୍ମ ପୁରାଣ ବିଷ୍ଣୁ ପୁରାଣ ଶିବ ପୁରାଣ ଭାଗବତ ନାରଦ ପୁରାଣ ମାର୍କଣ୍ଡ ପୁରାଣ ଭବିଷ୍ୟ ପୁରାଣ ଅଗ୍ନି ପୁରାଣ ଲିଙ୍ଗ ପୁରାଣ ବରାହ ପୁରାଣ ସ୍କନ୍ଦ ପୁରାଣ କୁର୍ମ ପୁରାଣ ମତ୍ସ୍ୟ ପୁରାଣ ଗରୁଡ଼ ପୁରାଣ ବ୍ରହ୍ମାଣ୍ଡ ପୁରାଣ ବାମନ ପୁରାଣ ବ୍ରହ୍ମ ବୈବର୍ତ ପୁରାଣ ଝିଅ ବ୍ରହ୍ମ ବୈବର୍ତରେ ବ୍ୟାସ କଣ କହିଲେ ନା 4 ପ୍ରକାର ନାରୀ ସୃଷ୍ଟି ହେଲା 4 ପ୍ରକାର ପୁରୁଷ ସୃଷ୍ଟି ହେଲା କଣ ସେ 4 ପ୍ରକାର ନାରୀ ପୁରୁଷ ମା କଣ ବ୍ୟାସ ପ୍ରମାଣ କଲି ଆଚ୍ଛା ପଦ୍ମିନୀ ଚିତ୍ରିଣୀ ସଂଖିନୀ ହସ୍ତିନୀ 4 ଜାତି ପ୍ରଥମରେ 4 ନାରୀଙ୍କୁ ବ୍ରହ୍ମା ଗଢ଼ି ଅଛନ୍ତି ବ୍ୟାସ କଣ କହିଲେ କଣ ନା ପ୍ରଥମରେ ବ୍ରହ୍ମା ସୃଷ୍ଟି କଲେ 4 ଜାତି କନ୍ୟା କଣ କଣ ମା ଗୋଟେ ହେଲା ପଦ୍ମିନୀ ଗୋଟେ ଚିତ୍ରିଣୀ ସଂଖିନୀ ଆଉ ହସ୍ତିନୀ ତାପରେ 4 ପ୍ରକାର ପୁରୁଷ ସୃଷ୍ଟି କଲେ ବିଧାତା କଣ ସେ 4 ପ୍ରକାର ପୁରୁଷ ପୁଣି ଲେଖିଲେ ବ୍ୟାସ କଣ ବୋଲି କହିଲେ ଶୋଷକ ମୃଗ ବୃଷ 4 ପୁରୁଷ ଜାତି 4 ନାରୀ 4 ପୁରୁଷ ବିଧାତା ଗଢ଼ିଛନ୍ତି लक्षदेव मोर पंडित वर्ग 4 प्रकार पुरुष सृष्टि कले विधाता गोटे हला शशक जातीय पुरुष गोटे हला मृग जातीय पुरुष गोटे हला वृष जातीय पुरुष आ गोटे हला अश्व जातीय पुरुष
ଚାରି ବର୍ଗର ନାରୀକୁ ଚାରି ବର୍ଗର ପୁରୁଷ ହଁ। ହେଲେ ମଣିମା ହଁ। ୟା ମଧ୍ୟରେ ଦିଟା ପୁରୁଷ ଭଲ ଦିଟା ସ୍ତ୍ରୀ ଭଲ ଭଲ ଦିଟା ସ୍ତ୍ରୀ ଖରାପ ଦିଟା ପୁରୁଷ ଖରାପ ଖରାପ ହେଲେ ଖରାପ କୋଉଟା ଭଲ କୋଉଟା କୋଉଟା ପଦ୍ମିନୀ ଜାତୀୟ ନାରୀକୁ ଶୋଷକ ଜାତୀୟ ପୁରୁଷ ହଁ ଚିତ୍ରଣୀ ଜାତୀୟ ନାରୀକୁ ମୃଗ ଜାତୀୟ ପୁରୁଷ ଆଚ୍ଛା ଝିଅ ହଁ। ଶଙ୍ଖିନୀ ଜାତୀୟ ନାରୀକୁ ବୃଷ ଜାତୀୟ ପୁରୁଷ ହଁ। ବୃଷ ବୋଇଲେ ଷଣ୍ଢ ଷଣ୍ଢ ଭଳିଆ ପୁରୁଷଟେ ହେଇଥିଲେ ଷଣ୍ଢୁଣୀ ଭଳିଆ ସ୍ତ୍ରୀରେ ମଧ୍ୟ ଥିବାର ଅଛି ମା ହଁ ନହେଲେ ଘର ଠିକରେ ରହିବନି ଅଛି ନାଇଁ, ନାଇଁ। ମଣିମା ହଁ ହସ୍ତିନୀକୁ ଅଶ୍ପ ଜାତୀୟ ପୁରୁଷ ଆଚ୍ଛା। ହେଲେ ଅଶ୍ପ ବୋଇଲେ ଘୋଡ଼ା ଘୋଡାକୁ ଘୋଡିଟେ ଦରକାର ନହେଲେ ତ ରହିପାରିବନି ଲୋ ଝିଅ ନାଇଁ ନାଇଁ ଏମାନେ ଯେତେକ ଛାଡ ପତ୍ର ହଉନି କିଲ ଆଉ ଟିକେ ଏପଟ ସେପଟ ହେଇଗଲେ ତ ଛାଡ ପତ୍ର ଝିଅ ଭଲ ନାରୀଟା ପାଖରେ ଗୋଟେ ଖରାପ ପୁରୁଷ ରହିପାରିବ କି ନା। ନା ଗୋଟେ ଭଲ ପୁରୁଷ ପାଖରେ ଗୋଟେ ଖରାପ ନାରୀ ରହିପାରିବ କି ନାଇଁ ନାଇଁ ସେମାନେ ନିଶ୍ଚୟ ଛାଡିକିରି ପଳେଇବେ ହଁ ଖୋଜିକିରି ଯାଇକିରି ହସ୍ତିନୀ ଜାତୀୟ ନାରୀ ଯଦି ହେଉଥିବ ଗୋଟେ ଶୋଷକ ଜାତୀୟ ପୁରୁଷକୁ ବାହା ହେଇ ପଡିଥିବ ହଁ। ତାକୁ ଛାଡ ପତ୍ର ଦବ ଗୋଟେ ଘୋଡା ଭଳିଆ ପୁରୁଷଟେ ଖୋଜିକିରି ଯାଇକି ତାକୁ ବାହା ହବ। ଆଚ୍ଛା ଇଏ ହଉଛି ଶାସ୍ତ୍ର ମତ ହଁ। ହେଲେ ମଣିମା ହଁ ନାରୀ ମାନଙ୍କୁ ଆମେ ଚିହ୍ନିବା କେମିତି କେମିତି ଏ ଝିଅ ହଁ। ନାରୀ ମାନଙ୍କର ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଆଜ୍ଞା ବ୍ୟାସ ଆଚ୍ଛା ନାରୀ ମାନଙ୍କର ଦେହରୁ ଗୋଟେ ବାସନା ବାହାରେ ତମେ ଜାଣିଛ ଗନ୍ଧ ବାହାରେ ଏ ମା କେଉଁ ନାରୀ ମାନଙ୍କର ଦେହର ବାସନା କେମିତି କେମିତି ପଦ୍ମିନୀ ଜାତୀୟ ନାରୀଙ୍କ ଦେହ ବାସେ ପଦ୍ମ ପ୍ରାୟ ଶଙ୍ଖିନୀ ମାନଙ୍କ ଦେହ ବାସେ କର୍ପୂର ପରାୟ ଆଚ୍ଛା ପଦ୍ମିନୀ ନାରୀ ମାନଙ୍କର ପଦ୍ମ ପୁଷ୍ପ ପରିବାସନା ହବ ହଁ ଚିତ୍ରଣୀ ମାନଙ୍କର କର୍ପୂର ପରିବାସନା ହବ ଆଚ୍ଛା ହେଲେ ଶଙ୍ଖିନୀ ହସ୍ତିନୀ ମାନେ କେମିତି ବାସନା ହେବେ ମା କେମିତି ଶଙ୍ଖିନୀ ନାରୀ ମାନେ ଟିକେ ଆଇଁସିଆ ବାସନା ହେବେ ହଁ ହସ୍ତ୍ରୀ ନାରୀ ମାନଙ୍କ ଦେହର ବାସନା ମଦ୍ୟଗନ୍ଧ ଯୁକ୍ତା ମଦ ମଦଗନ୍ଧ ଭଳିଆ ଦୁର୍ଗନ୍ଧମୟ ହବ ଆଚ୍ଛା ହେଲେ ମଣିମା ହଁ ଆଜିକାଲି ତ କେମିକାଲ ଯୁଗ ହେଇଗଲା ତମେ ତ ସେଣ୍ଟ ପକେଇକିରି ପଳେଇ ଆଇଲ ଏ ମା ପ୍ରଥମରେ ଉଠୁ ଗାଧେଇକିରି ସାବୁନ ଲଗେଇଲ ଦେହରୁ ବାସନା କାଢିଲ ତାପରେ ସ୍ନୋ ପାଉଡର ଅତର ଲଗେଇକିରି ଦେହରୁ ବାସନା କାଢିଲ ତାପରେ ସେଣ୍ଟ ମାରିଲ ବଡି ସ୍ପ୍ରେ ମାରିଲ ଆଉ ତ ଜଣା ପଡିଲାନି ମା ନାଇଁ ହେଲେ ମଣିମା ହଁ ଏବେ କିନି ଜଣା ପଡିବ କେମିତି ନା ନାରୀ ମାନଙ୍କ ଚାଲିକୁ ନେଇ କବି ବର୍ଣ୍ଣନା କଲେ ଚଲେଇକି ଦେଖ କେଉଁ ନାରୀ କେମିତି ଚାଲୁଛି ବୋଲି କବି କହିଲେ ଆଚ୍ଛା ହେଲେ ମଣିମା ହଁ କଣ କହିଲେ ବି ଆସ କଣ କହିଲେ ମୋ ମା ବାବୁସି ଗೋ ଏଇରେ ବ୍ରାହ୍ମଣ ଲୋକ ଅଛନ୍ତି ନା ଆମେ ଦାନବ ବ୍ରାହ୍ମଣ ଆଜ୍ଞା ଦାନବ ବ୍ରାହ୍ମଣ ଥିଲେ କୋଉ ମା ମାଉସୀ ଗୋଟେ ଥିବେ ଖୋଜିଲେ ବାହାରି ପଡିବ ଅଛନ୍ତି ହେଲେ ମଣିମା ମୋ ମାଲୋ କଣ ହେଲା ରେ ପୁଅ ଏ ମା ଚା ଟିକେ ପିଇ ବୋଲଥିଲ ପିଅ ପିଅ ମା ମାଉସୀ ଗো ମୋର ଶୁଣ ନେଇ ମନ ମା ମାଉସୀ ଗো ଶୁଣ ନେଇ ମନ ଶୁଣନ୍ତୁ ଆହେ ମୋର ପଣ୍ଡିତ ଜନ ନାରୀ ମାନଙ୍କର ଚାଲି ହେ କରିବା ବର୍ଣ୍ଣନ କେଉଁ ନାରୀ କିପରି କରନ୍ତି ଗମନ ବ୍ରହ୍ମ ବୈବର୍ତ୍ତରେ ବ୍ୟାସ କରିଲେ ରଚନା ପଦ୍ମିନୀ ନାରୀଙ୍କର ଚାଲିରେ ଶୁଣ ଆଗ ମା ପଦ୍ମିନୀ ନାରୀଙ୍କର ଇଏ ଚାଲିରେ ଶୁଣ ମୋରାଳ ଗମନି ବୋଲି ଗো ପୁରାଣେ ବର୍ଣ୍ଣନ ମୋରାଳ ବୋଲନ୍ତେ ମା ହଂସ ଅଟଇ ଝିଅଲୋ ମୋରାଳ ବୋଲନ୍ତେ ମା ହଂସ ଅଟଇ ହଂସ ପରି ନାରୀ ଧୀରି ଝୁଲି ଚାଲୁଥାଇ ଝିଅଲୋ ହଂସର ଚାଲିରେ ପାଦ ଶବ୍ଦ ନାହିଁ ଆଗ ମା ହଂସର ଚାଲିରେ ପାଦ ଶବ୍ଦ ନାହିଁ ଦେଖ ଧୀରେ ଧୀରେ ପୁଣି ପଦ୍ମିନୀ ଚାଲଇ ଆଗ ମା ଧୀରେ ଧୀରେ ପୁଣି ପଦ୍ମିନୀ ଚାଲଇ ଝିଅ ହଁ ପଦ୍ମିନୀ ଜାତୀୟ ନାରୀ ମାନଙ୍କର ଚାଲି ହେଲା ମା ମରାଳ ଗମନି ହଁ ହଁ ଏ ମା ମରାଳ ବୋଇଲେ ହଂସ ଆଚ୍ଛା ହଂସ ମାନେ ଯେମିତି ଧୀରେ ଧୀରେ ଚାଲନ୍ତି ଝିଅ ଆଚ୍ଛା ହଂସର ଚାଲିର ପାଦର ଶବ୍ଦ ଅଛି କି ମା ନା ନା
ଯେଉଁ ପଦ୍ମିନୀ ଜାତୀୟ ନାରୀ ମାନେ ଚାଲିବା ସମୟରେ ହଁ ପାଦର ଶବ୍ଦ ରହେନି ମା ଜାଣିମ ଏଇଟା ପଦ୍ମିନୀ ଜାତୀୟ ନାରୀ ଆଚ୍ଛା ହେଲେ ଚିତ୍ରିଣୀ ମାନେ କେମିତି ଗମନ କରନ୍ତି ମା କେମିତି ଶୁଣନ୍ତୁ ଆଗେ ମୋର ପଣ୍ଡିତ ଜନ ଶୁଣନ୍ତୁ ଆଗେ ମୋର ପଣ୍ଡିତ ଜନ ଶୁଣନ୍ତୁ ଆଗେ ମୋର ପଣ୍ଡିତ ଜନ ଚିତ୍ରିଣୀ ନାରୀଙ୍କ ଚାଲି କରିବା ଚିତ୍ରିଣୀ ନାରୀଙ୍କ ଚାଲି କରିବା ବର୍ଣ୍ଣନ ଚିତ୍ରିଣୀ ନାରୀଙ୍କର ଚାଲିରେ ଶୁଣ ଆଗ ମା ଚିତ୍ରିଣୀ ନାରୀଙ୍କର ଇଏ ଚାଲିରେ ଶୁଣ ଗଜଗାମିନୀ ବୋଲିଣ ପୁରାଣ ବର୍ଣ୍ଣ ଗଜ ବୋଲନ୍ତେ ହସ୍ତିରେ ଅଟଇ ହସ୍ତି ପରି ନାରୀ ଧୀରି ঝুলি চালু থাই এড়ে বড় হস্তি মাগ চালিলে পাদ শব্দ নাহি চিত্রিণী নারী সে পরিগমন করই আগ মা চিত্রিণী নারী গো সে পরিগমন করই ঝিও ହଁ ଚିତ୍ରିଣୀ ଜାତୀୟ ନାରୀ ମାନଙ୍କର ଚାଲି ହେଲା ଗଜଗାମିନୀ ହଁ ଗଜ ବୋଇଲେ ହସ୍ତି ହଁ ଏଡ ବଡ ହସ୍ତି ଜନ୍ତୁ ହୋଇ ମଧ୍ୟ ମା ଚାଲିବା ସମୟରେ ଧୀରେ 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 ପାଦ ପକାନ୍ତି ଆଚ୍ଛା ଚାଲିବା ସମୟରେ ଏଡ ବଡ ଜନ୍ତୁର ମା ପାଦର ଶବ୍ଦ ନାହିଁ ନା ନା ଯେଉଁ ଚିତ୍ରିଣୀ ଜାତୀୟ ନାରୀ ମାନେ ଧୀର ସ୍ଥିର ଭାବରେ ହୋଲି ହୋଲି ଯାଉଥିବେ ପାଦର ଶବ୍ଦ ଆସିବ ନାହିଁ ହଁ। ଜାଣିବ ଏଇଟା ଚିତ୍ରିଣୀ ଜାତୀୟ ନାରୀ ହଁ ହେଲେ ଶଙ୍ଖିନୀ ହସ୍ତିନୀ କେମିତି ଚାଲନ୍ତି ମା କେମିତି ଆଗ ମା ଶଙ୍ଖିନୀ ନାରୀଙ୍କ ଚାଲି ଅଟେ ଧମ ଧମ ଶଙ୍ଖିନୀ ନାରୀଙ୍କ ଚାଲି ଅଟେ ଧମ ଧମ ଆଗ ବା ହସ୍ତିନୀ ନାରୀଙ୍କ ଚାଲି ଫୁଟେ ଗଣ୍ଠି ସମ ହସ୍ତିନୀ ନାରୀଙ୍କ ଚାଲି ଝିଅ ଓ ଶଙ୍ଖିନୀ ଜାତୀୟ ନାରୀ ମାନଙ୍କର ଚାଲି ଦମ 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 ହୋଇକି ଚାଲିବେ ଆଚ୍ଛା ହସ୍ତିନୀ ଜାତୀୟ ନାରୀ ମାନେ ଚାଲିବା ସମୟରେ ହଁ ତାଙ୍କର ବୃଦ୍ଧର ଅଙ୍ଗୁଷ୍ଠି ଫୁଟିବ ଆଚ୍ଛା ଯେଉଁ ନାରୀର ବୃଦ୍ଧ ଅଙ୍ଗୁଷ୍ଠି ଫୁଟଇ ହସ୍ତିନୀ ବୋଲି ସେ ନାରୀକୁ ଧରିବ ହେ ଭାଇ ସେ ହଉଛି ହସ୍ତିନୀ ଜାତୀୟ ନାରୀ ହଁ ହେଲେ ମଣିମା ହଁ ଏବେ ହସ୍ତିନୀ ମାନଙ୍କର କଥା ସରିଲା ଆମର କେମିତି ନାରୀ ମାନଙ୍କର ଚାଲି ବିଷୟରେ ପ୍ରମାଣ କଲେ ଆଚ୍ଛା ଆଚ୍ଛା ଝିଅ ହଁ ଏବେ ଗୋଟେ ବିଷୟ ଚିନ୍ତା କରିବା କାଳିଦାସ ପ୍ରମାଣିତ ହଁ ସେଟା ବ୍ୟାସ ଲେଖିଲେ ପୁଣି ଆମର କାଳିଦାସ ପ୍ରମାଣିତ କାଳିଦାସ କଣ କହିଲେ ହଁ କଣ କହିଲେ କଣ ନା ପଦ୍ମିନୀ ମୁଖ ଶୋଭାଞ୍ଜ କୁଚ ଶୋଭାଞ୍ଜ ଚିତ୍ରିଣୀ ଶଙ୍ଖିନୀ ପାଦ ଶୋଭାଞ୍ଜ କୋଟି ଶୋଭାଞ୍ଜ ହସ୍ତିନୀ କୋଟି ଶୋଭାଞ୍ଜ ହସ୍ତିନୀ ଯେମାମଣି ଯେଉଁ ନାରୀ ମାନଙ୍କର ମୁଖଟି ସୁନ୍ଦର ଜାଣିବ ଏଟା ପଦ୍ମିନୀ ଜାତୀୟ ନାରୀ ହଁ ଯେଉଁ ନାରୀ ମାନଙ୍କର କୁଚ ଦୁଇଟି ସୁନ୍ଦର ଜାଣିବ ଏଟା ଚିତ୍ରିଣୀ ଜାତୀୟ ନାରୀ ଆଚ୍ଛା ଯେଉଁ ନାରୀ ମାନଙ୍କର ପାଦ ଦୁଇଟି ସୁନ୍ଦର ଜାଣିବ ଏଟା ଶଙ୍ଖିନୀ ଜାତୀୟ ନାରୀ ନାରୀ ଯେଉଁ ନାରୀଙ୍କର କୋଟିଟା ସୁନ୍ଦର ବୋଲେ ଅଣ୍ଟାଟା ସୁନ୍ଦର ହଁ ଜାଣିବ ହସ୍ତିନୀ ଜାତୀୟ ନାରୀ ନାରୀ। ହେଲେ ମଣିମା ଗୋଟେ ଗୀତଟେ ଥିଲା କେତେ ଦିନ ତଳେ କି ଗୀତ ସେ କି ଗୀତ ସିନା କି ଗୀତ? ଏ ମୋ ଅଣ୍ଟାକୁ ହଲେଇ ଦେଲି ଲୋ ଇଣ୍ଡିଆ ତ ହୋଲି ଗଲା
এমা অন্টাটাকে যদি হলাই দেব বলে যদি ইন্ডিয়াটাকে তো হলাই দেউছি বলে সেটা কেন্দিকা নাচটা হইতিব যে সেটা হস্তনী নারী ମାନଙ୍କ লক্ষণ হেলে মণিমা আউ পদে কহি বিষয়বস্তু আড়ে পড়াইবা ହଉ আউ পদে কোন কহিলে କଣ କହିଲେ না নারী মানଙ୍କର কেশর বর্ণ কেমিতি ଆଚ୍ଛା কেউ জাতীয় নারীর কেশর বর্ণ কেমিতি কেশর কেমিতি দেখাଯିବ ହଁ ইয়াকু নেই সে কালিদাস প্রমাণিত ହଁ কোন কহিলে কালিদাস କଣ କହିଲେ ବୋଧେ ଚିନ୍ତା କରି ପୁଣି ବାୟାକୁ ଡାକିବା ସମୟ ହେଲାଣି ବାୟାକୁ ଡାକି ଦେବା ହଉ ମଣିମା ହଁ ଇଏ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ମା ଭଉଣୀ ମାନେ ମୋର ମନ ନେଇ ଶୁଣ ମା ଭଉଣୀ ମାନେ ମୋର ମନ ନେଇ ଶୁଣ কেউ নারীর যে কেশ অটে কেউ বর্ণ দেখ পদ্মিনী নারীঙ্গ কেশ বর্ণ জাণ ঝিওল পদ্মিনী নারীঙ্গ কেশ বর্ণ জাণ ভ্রমর কেশী বলি গো পুরাণে বর্ণন আগ মা ভ্রমর কেশী বলি পুরাণে বর্ণন দেখ গো ভ্রমরর বর্ণ গোকলা অটই ভ্রমরর বর্ণ গোকলা অটই যেউ নারী কেশ গোকলা হই থাই পদ্মিনী নারী বলি তাহাঙ্গু যে কহি পদ্মিনী নারী বলি তাহাঙ্গু যে কহি ঝিও পদ্মিনী জাতীয় নারী ମାନଙ୍କର କେଶର ବର୍ଣ୍ଣ ହେଲା ଭ୍ରମର କେଶୀ ହଁ ଭ୍ରମରର ବର୍ଣ୍ଣ ଯେମିତି କଳା ରହିବ କେମିତି କଳା ଗାଢ କଳା ସେ ହଁ ଏ ତମର ଭଳିଆ କଳା ନାହିଁ ଲୋ ଝିଅ ଆଉ ତାର ପୁରା ଗାଢ କଳା ଥିବ ହଁ ଝିଅ ହଁ ତାର ଗାଢ ଯେମିତି କଳା ଥିବ ଆଖିର କଦଳ ଯେମିତି କଳା ସେମିତି କଳା ଯଦି ଯଦି ଯୋଉ ନାରୀର କେଶ ଥିବ ହଁ ଜାଣିବ ଏଇଟା ପଦ୍ମିନୀ ଜାତୀୟ ନାରୀ ହଁ ହେଲେ ମଣିମା ହଁ ଚିତ୍ରିଣୀ ମାନଙ୍କର କେଶର ବର୍ଣ୍ଣ କବି କଣ କହିଲେ କଣ କହିଲେ ହେ ମା ଭଉଣୀ ମାନେ ମୋର ନେଇ ଶୁଣ ମା ଭଉଣୀ ମାନେ ମୋର ମନ ନେଇ ଶୁଣ ଚିତ୍ରିଣୀ ନାରୀଙ୍କ କେଶ ଅଟେ କେଉଁ ବର୍ଣ୍ଣ ଚିତ୍ରିଣୀ ନାରୀଙ୍କ କେଶ ଅଟେ କେଉଁ ବର୍ଣ୍ଣ যেউ নারী কেশ কুঞ্চ কুঞ্চ থিব আগ মা যেউ নারীর কেশ কুঞ্চ কুঞ্চ থিব কুঞ্চিত কেশী বলি তাকু জানিব দেখ চিত্রিণী বলিণ সে নারী কু চিহ্নিব ঝিও শাস্ত্র কহিলা কুঞ্চিত কেশী কুঞ্চ কুঞ্চ কেশ যার থিব ହଁ সে নারী হচ্ছে মা চিত্রিণী জাতীয় নারী ଆଚ୍ଛା পদ্মিনী গলা চিত্রিণী গলা ହଁ শঙ্খিনী ମାନଙ୍କର କେଶର ବର୍ଣ୍ଣ କେମିତି ବା କେମିତି ଆଗ ମା ଶଙ୍ଖିନୀ ନାରୀଙ୍କ କେଶ ବର୍ଣ୍ଣ ତାମ୍ର ବର୍ଣ୍ଣ ଏ শঙ্খিনী নারীଙ୍କ কেশ বর্ণ তাম্র বর্ণ শঙ্খিনী নারী বলি তাহাকু জাণ ও তাহাকু জাণ ମୋର ପଣ୍ଡିତ ବର୍ଗ ଯେଉଁ ନାରୀର କେଶର ବର୍ଣ୍ଣ ତାମ୍ର ବର୍ଣ୍ଣ ହୋଇଥିବ ତାକୁ କୁହାଯିବ ଶଙ୍ଖିନୀ ଜାତୀୟ ନାରୀ। ହେଲେ ହସ୍ତିନୀ ମାନଙ୍କର କେଶ କେମିତି ଥିବ ମା? କେମିତି? ଏମା ଲମ୍ବା ଲମ୍ବା ବେଣୀ ଲମ୍ବା ଲମ୍ବା ବେଣୀ ତେରେ ଛିକି ଅଟେ ପୁଣି ତା ଚାହାଣୀ ଲମ୍ବା ଲମ୍ବା ବେଣୀ
କ'ଣ ପ୍ରମାଣ କଲେ? କ'ଣ? ଯୋଉ ନାରୀର କେଶ ଲମ୍ବା ହେଇକିରି ଥିବ, ହଁ ଯାହାର ଲମ୍ବା ବେଣୀ ଥିବ ଲୋ ଝିଅ, ହଁ ଲମ୍ବା ବେଣୀଟା ହଉଛି ହସ୍ତିନୀ ଜାତୀୟ ନାରୀ। ନାରୀ ହେଲେ ଲମ୍ବାଟା କେତିକି ରହିବ? କେତିକି ରହିବ? ତାର ମାପ ଅଛି ନା। ଅଛି ନା? ଏ ମା ଏ ହଁ ପିଚା ଠାରୁ ତଳକୁ ଗୋ ବେଣୀ ପଡ଼ିଥିବ, ହସ୍ତିନୀ ବରିଣ ସେହି ନାରୀକୁ ଚିହ୍ନିବ। ଏ ମା ଏ ଅଣ୍ଟା ପନ୍ଦେ ପଡ଼ିଲେ ଚଳିବ, ଏ ଅଣ୍ଟା ପନ୍ଦେ ପଡ଼ିଲେ ଚଳିବ, ଏ ଅଣ୍ଟାରୁ ତଳକୁ ଯାହାର ବେଣୀ ପଳେଇ ଆଇଲା ଜାଣିବ ଏଇଟା ହସ୍ତିନୀ ଜାତୀୟ ନାରୀ। ନାରୀ ହେଲେ ମଣିମା ହଁ ଏ ଝିଅ ଓ ଆମର ସେ ଗୀତରେ ପୁଣି ଆଉଥରେ ଗୋଟେ କବି କହିଲେନି, ମୋର ବେଣୀକୁ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା। ସେ ବେଣୀରେ ଏମିତି କଣଟା ଅଛି କି ତୋର? ଘଣ୍ଟା ଯେହେତୁ ହସ୍ତିନୀ ଜାତୀୟ ନାରୀ ମାନେ ଯାହା ଚାହିଁବେ ତାହା କରିବେ। ଉକୁଣି ଅଛି। ମଣିମା ହଁ ଏ ଝିଅ ହଁ ତମେ ବେଣୀ ହଲେଇବାର ଦେଖିକିରି ମତେ ଇଚ୍ଛା ନାହିଁ ଲୋ ତମର ବେଣୀକି ଦେଖିବାକୁ। କାହିଁକି? ଛି ମାଇ ପିଲାର ବେଣୀ ଦେଖିବ? ନାଇଁ ନାଇଁ ମାଇ ପିଲାର ବେଣୀ ଦେଖିବ? ବେଣୀ ଦେଖିଲେ କ'ଣ ହେଲା? ନାଇଁ ମା ସବୁ ଦେଖିବ, ମାଇ ପିଲାର ବେଣୀକି ଦେଖିବନି। କାହିଁକି? ଏ ଝିଅ ହଁ କବି କ'ଣ କହିଲେ ବୁଝିଲ? କ'ଣ କହିଲେ? ସେ କାଳିଦାସ କହିଲେ, ଆଚ୍ଛା ହଇରେ ମାନବ ସବୁ କରିବ, ମାଇ ପିଲାର ପାଞ୍ଚଟା ଜାଗାକୁ ଦେଖିବନି ରେ, ଦେଖିବନି। ମାଇ ପିଲାର ପାଞ୍ଚଟା ଜାଗାକୁ ଦେଖିଲେ ତମେ ଗଲ। କ'ଣ କ'ଣ ସେ ପାଞ୍ଚଟା ଜାଗା? କ'ଣ କ'ଣ? କବି ପ୍ରମାଣ କଲେ କାଳିଦାସ। ହଁ କବରୀ ତିଳକ ଶୈବ ଦରହାସ ତଥେବ ଚ କୁଚ ଲୋଚନ ପଞ୍ଚୟତେ କାମଦେବ ପ୍ରହାରକା କାମଦେବ ପ୍ରହାରକା। ଉପସ୍ଥିତ ମୋର ପଣ୍ଡିତ ବର୍ଗ ହଁ ଶ୍ଲୋକ ପ୍ରମାଣ କଲା। କ'ଣ? କବରୀ ତିଳକ ଶୈବ ଦରହାସ ତଥୈବ ଚ କୁଚ ଲୋଚନ ପଞ୍ଚୟତେ କାମଦେବ ପ୍ରହାର କାହା। ଆଚ୍ଛା ହେଲେ ଝିଅ ହଁ କ'ଣ ବୁଝିଲ? କିଛି ନାହିଁ। ନା କବରୀ, କବରୀ ବୋଇଲେ ବେଣୀ ହଁ ଏ ବେଣୀକି କେବେ ଦେଖିବନି। ନାହିଁ। ଝିଅଲ ତମର ଏ ବେଣୀରେ ଦି ପ୍ରକାର କାମଦେବ ଅଛନ୍ତି। କ'ଣ କ'ଣ? ଏ ମା ବେଣୀଟାକୁ ଖୋଲିଦେବ ବୋଲି ତ ଜଣେ ରହିପାରିବନି। ବେଣୀଟାକୁ ପକେଇକି ରଖିଥିବ ବୋଲି ଯଦି ଚାହିଁଦବ ତ କାମ କନ୍ଦର୍ପର ବାଧା ଆସିବ। ହଁ। ଯଦି ଖୋଲିଦବ ପୁରା କାମରେ ବ୍ୟାକୁଳିତ ହେଇଯିବ। ହେଲେ ମଣିମା ସ୍ତ୍ରୀ ମାନଙ୍କର ବେଣୀକି ଦେଖିବନି, ବାଳକୁ ମୁକୁଳା ବାଳକୁ ଦେଖିବନି କି ଏ ଲମ୍ବା ବେଣୀକି ମଧ୍ୟ ଦେଖିବନି। ହଁ। ଆଉ କ'ଣ ଦେଖିବନି? କ'ଣ? ଏ କବରୀ ତିଳକ ଶୈବ ତିଳକକୁ ଦେଖିବନି। ଯଦି ଦେଖିଦେଲ କାମଦେବ ପ୍ରହାର କରିବେ। ଆଚ୍ଛା ହେଲେ ମଣିମା ହଁ କବରୀ ତିଳକ ଶୈବ ଦରହାସ, ତମେ ଯଦି ଦରହାସରେ ହସିକି ଚାହୁଁନ କିଲ ଏ ହସଟା ଆଜ୍ଞା ବଡ଼ ଡେଞ୍ଜର। ଝିଅ ପିଲାଟା ହସିଦେଲା ବୋଲି ତମେ ଯଦି ହସିଦେଲ ଫସିଗଲ ତ। ଝିଅ ପିଲା ହସିଲେ ଫସିଲା, ମାଇ ପିଲା ହସିଲେ ଖସିଲା, ପୁଅ ପିଲା ଫସିଲା। ତମେ ଯଦି ହସୁଥିବ ମୁଁ ଯଦି ତମକୁ ଚାହିଁକି ହସିଦେବି ବୋଲି ମୁଁ ଫସିଲି ବୋଲି ଜାଣିଦବ। ହେଲେ ଝିଅ ହଁ କିନ୍ତୁ ମୁଁ ଯଦି ହସିଦେଲି ତମେ ଚାହିଁବାର ଦେଖିକିରି ବୋଇଲେ ମୁଁ ଖସିଲି। ହେଲେ ମଣିମା ଦରହାସ ତଥୈବ ଚ ହସକୁ କେବେ ଦେଖିବନି। ଦରହାସ କିରି ଟିକେ ହସିଦେଲା ବୋଲି ମାଇ ପିଲାକୁ ଦେଖିଦବନି। କୁଚ ଲୋଚନ ପଞ୍ଚୟତେ, କୁଚକୁ ଦେଖିବନି, ଚକ୍ଷୁକୁ ଦେଖିବନି। ମଣିମା ହଁ କାମଦେବ ପ୍ରହାର କରନ୍ତି। ଆଚ୍ଛା। ଝିଅଲ ହଁ କାମଦେବ କେତୁରା ବାଣ ଜାଣିଛ? କେତେଟା? ଆମର ଅଭିଧାନ ପ୍ରମାଣ କଲା କାମଦେବର କେତୁରା ବାଣ ମା? କେତେଟା? ଅରବିନ୍ଦ ଶକଞ୍ଚ ଚୁତ ଜନବ ମଲ୍ଲିକା ନୀଳକ୍ଳତ ପଞ୍ଚକେ ପଞ୍ଚବାଣ ଶଶା ଇୟ କାହା ପଞ୍ଚବାଣ ଶଶାୟ କାହା। ଅରବିନ୍ଦ ଅଶୋକଞ୍ଚ ସୁତଚ୍ଚ ନବମଲ୍ଲିକା ନୀଳ ତୁଳତ ପଞ୍ଚକେ ପଞ୍ଚବାଣ ଶଶାୟ କାହା। ଆଚ୍ଛା ଏ ପାଞ୍ଚ ଗୋଟି ବାଣ ହେଲା କନ୍ଦର୍ପ। ହେଲେ ମଣିମା ହଁ କନ୍ଦର୍ପ କାହାକୁ କେତୁରା ବାଣ ମାରେ ଜାଣିଛ? କାହାକୁ କେତେଟା? ତମ ପାଇଁ କେତୁରା ବାଣ ତମେ ଜାଣିଛ? କେତେଟା? ତମ ପାଇଁ ଗୋଟେ ବାଣରୁ ଦିଟା ଦରକାର ନାହିଁ।
ଝିଅ ହଁ। ସେ ବିଧାନ ପ୍ରମାଣ କଲା କାମଦେବକ କା କେତୁଟା ବାଣ ମାରନ୍ତି। ଆଚ୍ଛା କବି କଣ କହିଲେ? କଣ କହିଲେ? ଦିନେ ଏକ ଭୋଗୀ ଦୟଞ୍ଚ ରସିକ ଋତୁ ଅର୍ଥକେ ବିଦାତି ଚତୁର୍ବାଣଞ୍ଚ ଜ୍ୟୋତି ପଞ୍ଚ ସରସ୍ମର। କଣ କହିଲେ କବି ମା? କଣ? ନା ଦିନେ ଏକ ଯୋଉମାନେ ଦିନ ଦରିଦ୍ର କୁଲି ମଜୁରିଆ ଲୋକ ହଁ ଯୋଉମାନେ କଷ୍ଟ ପଡ଼ିଲେ ଚଳୁଥିବେ ତାଙ୍କୁ ଗୋଟେ ବାଣ, ଆଚ୍ଛା ସେ ବାଣଟା କୋଉଠିକି ମାରନ୍ତି ଜାଣିଛ? କୋଉଠିକି? ମୁଖ ପଦ୍ମ ବାଣ, ମୁଖ ରୂପକ ବାଣ, ମୁଖ ପଦ୍ମ ବାଣ ମାରନ୍ତି। ଝିଅ ହଁ ଦିନେ ଏକ ଭୋଗୀ ଯୋଉମାନେ ଭୋଗ ବିଳାସରେ ରହନ୍ତି ହଁ। ତାଙ୍କୁ ଦିଟା ବାଣ ଝିଅ। ଆଚ୍ଛା କୋଉଠିକି କୋଉଠିକି ଜାଣିଛ? କୋଉଠିକି କୋଉଠିକି? ଗୋଟେ ମୁଖକୁ ଗୋଟେ ଆଖିକି ଦିଟା ବାଣ ତାକୁ। ରସିକ ଋତୁ ଅର୍ଥକେ, ହଁ। ଋତୁ ବୋଇଲେ ଷଡ଼ ଋତୁମା, ଷଡ଼ ଋତୁର ଅଧା ହେଲା 3। ଯୋଉମାନେ ରସିକିଆ ଲୋକ 3ଟା ବାଣ ମାରିବେ, ହଁ ମୁଖକୁ ଗୋଟେ, ଆଖିକି ଗୋଟେ, ପାଟିକି ଗୋଟେ, କଥା କହିକି ସେମାନେ ଭୁଲେଇ ଦେବେ। ହେଲେ ଝିଅ ହଁ ବିଦ୍ୟାର୍ଥୀ ଚତୁର୍ବାଣାଞ୍ଚ, ବେଦ ବିଦ୍ୟାର ଯୋଉମାନେ ନିପୁଣ ତାକୁ 4ଟା ବାଣ ଆବଶ୍ୟକ। ଆଚ୍ଛା କୋଉଠିକି ମାରିବେ ଜାଣିଛୁ? କୋଉଠିକି? ମୁଖକୁ ଗୋଟେ, ଆଖିକି ଗୋଟେ, ପାଟିକି ଗୋଟେ, ନାଭିକି ଗୋଟେ, 4ଟା ବାଣ ମାରିବେ କନ୍ଦର୍ପ। ହଁ ଜ୍ୟୋତି ପଞ୍ଚ ସରସ୍ମର, ମୁନି ଋଷି ମାନେ, ଦେବତା ମାନେ, ଏମାନଙ୍କୁ 5ଟା ବାଣ ଦରକାର। ଝିଅ ହଁ ସେ 5 ବାଣରୁ କୋଉଠିକି ମାରିବେ କନ୍ଦର୍ପ? କୋଉଠିକି? ଗୋଟେ ଆଗ ମାରିବେ, ପାରିବନି। ପ୍ରଥମେ ମୁଖକୁ ମାରିବ, ହବନି। ତାପରେ ଚକ୍ଷୁକୁ ମରାବ, ହବନି। ତାପରେ ପାଟିକି ମାରିବେ, ହବନି। ତାପରେ ନାଭିକି ମାରିବେ, ହବନି। ଶେଷ ବାଣ ହେଲା ଜୋନି ମଧ୍ୟକୁ ମାରିବେ ଗୋଟେ ବାଣ। ଆଚ୍ଛା ଜୋନିକି ମାରିଲେ ଦେବତା ମାନେ ମଧ୍ୟ ଟଳି ପଡିବେ। ଝିଅ ହଁ। ଏପରି କନ୍ଦର୍ପର ହେଲା 5 ବାଣ। ଆଚ୍ଛା ହେଲେ ମଣିମା ହଁ। ଏ ରାତି ଅର୍ଥ ସମୟରେ ହଁ। ଅତି ସୁନ୍ଦରୀ ନାରୀ 3 ଜଣ ଆମର ଏ କମାପଲ୍ଲୀ ଛକକୁ ଆସିଛ, ଖଲିକୋଟ ଗ୍ରାମକୁ। ଆଚ୍ଛା ଆସିବାର ଉଦ୍ଦେଶ୍ୟ କଣ? ହଁ। ତୁମ ନାମ, ଗ୍ରାମ, ଠିକଣା ଏବଂ ତୁମର ପରିଚୟ କଣ କହିବା ପୂର୍ବରୁ ଆମେ ବାୟାକୁ ଡାକିବୁ, ତାପରେ ତମର ପରିଚୟ